ଗୋଟେ କଥା ଜୀବନରେ ସବୁବେଳେ ମନେ ରଖିବେ, ଗୋଟେ ଝିଅ 15 ଦିନ 20 ଦିନ ଗୋଟେ ବର୍ଷ 2 ବର୍ଷ ଆପଣଙ୍କ ଜୀବନରେ ଆସିଲା, ଆଉ ସେ ଝିଅ ଚାହିଁଲା, ସିଏ ଚାହିଁଲା, ତା ଭଉଣୀ ଚାହିଁଲା, ତା ଘର ଲୋକ ଚାହିଁଲେ, ସେଟା ମ୍ୟାଟର କରେନି। ସିଏ ଚାହିଁଲା ବୋଲି କହିବା ଦରକାର, ବିକଜ ସିଏ ସେ କଥାଟାକୁ ସ୍ୱୀକୃତି ଦେଲା ଯେ ସେ ପୁଅଟା ତା ବାପା ମାଙ୍କୁ ଛାଡିକି ଯାଇକି ଅଲଗା ରହିବ ସେ ଝିଅ ସାଙ୍ଗରେ। ଗୋଟେ କଥା ଆଜ୍ଞା ମୁଁ କହିବାକୁ ଗୋଟେ ଚାହେଁ, ସେ ଝିଅର ଭାବିବା ଦରକାର, ତା ଭଉଣୀର ଭାବିବା ଦରକାର, ତା ବାପା ମାଙ୍କର ଭାବିବା ଦରକାର। ଯୋଉ ପୁଅ 30 ବର୍ଷ 35 ବର୍ଷ 40 ବର୍ଷ ତା ବାପା ମାଙ୍କ ସାଙ୍ଗରେ ରହି ଆସିଛି, ଭଲ ପାଇବାର ଆଦାନ ପ୍ରଦାନ କରି ଆସିଛି, ସେ ଯଦି ଗୋଟେ ଦିନ 2 ଦିନ ମାସେ ବର୍ଷେ ଭିତରେ ତା ବାପା ମାଙ୍କୁ ଛାଡି ଦେଇ ସେ ଝିଅ ପଛରେ ଚାଲି ଯାଇ ପାରୁଛି, ଏଟା ଭୋକିଟା ହଉ, ଆରେ ମା, ତାହେଲେ ସେ ତତେ ଛାଡିବାକୁ କେତେ ସମୟ ଲାଗିବ? ମାନେ ସେ ଝିଅକୁ ଛାଡିବାକୁ କେତେ ସମୟ ଲାଗିବ କୁହନ୍ତୁ? ମୁଁ ଯଦି ଭୁଲ କହୁଛି, ମିଛ କହୁଛି କୁହନ୍ତୁ। ମା 9 ମାସ ଗର୍ଭରେ ତ ସେ ଜନ୍ମ କରିଛି। ବାପା ଫର୍ଷ୍ଟ ହିରୋ ଅଫ ଏଭ୍ରି ଚାଇଲ୍ଡ, ସେ କେମିତି ତମେ ଛାଡିଦବ? ଆଁ? କି ଭଳିଆ ପିଲା ତୁମେ? କି ଭଳିଆ ତମେ? ମୋ ସ୍ତ୍ରୀ, ନା ନା ନା, ସ୍ତ୍ରୀ ନ ହେଇଥିବା ସ୍ତ୍ରୀର ଭଉଣୀ, କେମିତି ତମେ ଏ କଥା କହୁଛ? ହଁ, ଇଲୋ ହେଇ, ତମେ ତ ଏ କଥା କହୁଛ ଗୋଟେ ନାରୀ ହେଇ, ତମେ ପୁଣି କାହା ଘରକୁ ନାଇଁ ମ, ତମେ ଛାଡ, ସରି ରେ, କାହାକୁ ମୋର ଭାଇ ମିନ୍ କରିବାର ନାହିଁ। କିନ୍ତୁ ଗୋଟେ କଥା ଭାଇ କହିଦଉଛି, ସିରିୟସଲି କହୁଛି, ମନେ ରଖିବ, ବାପା ମାଙ୍କୁ କେବେ ହତାଦର କରିବ ନାହିଁ। ଆଉ ଯୋଉ ପୁଅ ସେ ବାପା ମାଙ୍କୁ ଛାଡି ଦେଇପାରେ, ଏ ଯୋଉ ଝୁଅଟି ତମ ଜୀବନରେ ଆସିବ ନାହିଁ, ତାକୁ ଛାଡିବାକୁ କେତେ ସମୟ ଲାଗିବ? ତମେ କିଏ ହଉ? ଆ ଛାଡ। Respect to every woman in this world. Your mom is everything for you. ସେଥିପାଇଁ ଗୋଟେ ନାରୀ ଭିତରେ ମା ଥାଏ, ଭଉଣୀ ଥାଏ, ସ୍ତ୍ରୀ ଥାଏ, ସବୁ ଥାଏ। ଆଉ ଯୋଉ ସ୍ତ୍ରୀ ନିଜ ଘର ଭାଙ୍ଗି ଦବାକୁ ହୁଏ, ତାକୁ ସ୍ତ୍ରୀ କରିବେନି ଆଗେ। ମା, ଭଉଣୀ, ଆଉ ଯୋଉ ନାରୀର ଯୋଉ ଅଲଗା ସମ୍ପର୍କ ତା ସହିତ ଖୁସିରେ ରହିବେ। ଥ୍ୟାଙ୍କ ୟୁ।